ପିଲାମାନେ ସମସ୍ତଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଜିକେ ଟାଇମ୍ ଜିକେଟି କୁ ସ୍ୱାଗତ। ପିଲାମାନେ ଆଜି ଆମେ ଏହି ଭିଡ଼ିଓରେ ଭାରତରେ ଥିବା କେତେକ ପ୍ରସିଦ୍ଧ ସହର ଯେଉଁମାନେ କି ଅତ୍ୟନ୍ତ ଜନାଶୁଣା ସେହି ସହରଗୁଡ଼ିକ କେଉଁ ନଦୀ କୂଳରେ ଗଢ଼ି ଉଠିଛି ବା କେଉଁ ନଦୀ କୂଳରେ ଅବସ୍ଥିତ ଓ ସେହି ସହରଟି କେଉଁ ରାଜ୍ୟରେ ଅନ୍ତର୍ଭୁକ୍ତ ସେଗୁଡ଼ିକର ଗୋଟିଏ ଛୋଟ ଆଲୋଚନା କରିବା। ତ ଏମାନେ ମୁଁ ଯେମିତି କରିଛି ଗୋଟିଏ ସାରଣୀ ସେମିତି ପ୍ରସିଦ୍ଧ ସହରର ନାମ, ନଦୀର ନାମ ଓ ରାଜ୍ୟର ନାମ ତିନୋଟି ସାରଣୀ କରି ତୁମେ ତୁମମାନଙ୍କର ଖାତାରେ ମଧ୍ୟ ନୋଟ୍ କରିଦିଅ। ତାହେଲେ ଆରମ୍ଭ କରିବା। ଆଗ୍ରା ସହର। ଆଗ୍ରା ସହରଟି ଯମୁନା ନଦୀ କୂଳରେ ଅବସ୍ଥିତ, ଯାହାକି ଉତ୍ତରପ୍ରଦେଶ ରାଜ୍ୟରେ ଅନ୍ତର୍ଭୁକ୍ତ ବା ଆଗ୍ରା ହେଉଛି ଉତ୍ତରପ୍ରଦେଶ ରାଜ୍ୟର। ଦେନ୍ ପରବର୍ତ୍ତୀ କ୍ୱେଶ୍ଚିନ୍କୁ ଆମେ ଯିବା। ଅହମ୍ମଦାବାଦ। ଅହମ୍ମଦାବାଦ ସହରଟି ସାବରମତୀ ନଦୀ କୂଳରେ ଅବସ୍ଥିତ, ଯାହାକି ଗୁଜୁରାଟ ରାଜ୍ୟର ଅନ୍ତର୍ଭୁକ୍ତ। ଅହମ୍ମଦାବାଦ ସହରଟି ଗୁଜୁରାଟ ରାଜ୍ୟରେ ଅବସ୍ଥିତ। ତାପରେ ଅଯୋଧ୍ୟା, ଏବେ ଯେଉଁ ପ୍ରସିଦ୍ଧ ଶ୍ରୀରାମ ମନ୍ଦିର ତିଆରି ହେଲା ସେହି ଅଯୋଧ୍ୟା ସହରଟି ସରଜୁ ନଦୀ କୂଳରେ ଅବସ୍ଥିତ ଅଛି। ସରଜୁ ନଦୀ କୂଳରେ ଅଯୋଧ୍ୟା ସହର ଅଛି ଏବଂ ତାହା ଉତ୍ତରପ୍ରଦେଶରେ ଅବସ୍ଥିତ। ତାପରେ ବାରାଣାସୀ। ବାରାଣାସୀ ସହରଟି ଗଙ୍ଗା ନଦୀ କୂଳରେ ଅବସ୍ଥିତ ଏବଂ ଏହା ଉତ୍ତରପ୍ରଦେଶ ରାଜ୍ୟର ଅଟେ। ବାରାଣାସୀ ଗଙ୍ଗା ନଦୀ କୂଳର। ତାପରେ ବଦ୍ରିନାଥ, ଗୋଟେ ତୀର୍ଥକ୍ଷେତ୍ର। ବଦ୍ରିନାଥ ସହରଟି ମଧ୍ୟ ଅଛି ଗଙ୍ଗା ନଦୀ କୂଳରେ ଏବଂ ବଦ୍ରିନାଥ ଅଛି ଉତ୍ତରାଖଣ୍ଡ ରାଜ୍ୟରେ। ଠିକ୍ ସେହିପରି ହରିଦ୍ୱାର। ହରିଦ୍ୱାର ମଧ୍ୟ ଗୋଟିଏ ପ୍ରସିଦ୍ଧ ତୀର୍ଥକ୍ଷେତ୍ର, ତାହା ମଧ୍ୟ ଅଛି ଗଙ୍ଗା ନଦୀ କୂଳରେ ଏବଂ ରାଜ୍ୟ କେଉଁ ରାଜ୍ୟରେ ଅନ୍ତର୍ଭୁକ୍ତ? ଉତ୍ତରାଖଣ୍ଡରେ ଅନ୍ତର୍ଭୁକ୍ତ ହରିଦ୍ୱାର। ତାପରେ ପରବର୍ତ୍ତୀ ଶ୍ରୀନଗର। ଶ୍ରୀନଗର ହେଉଛି ଝେଲମ ନଦୀ କୂଳରେ ଅବସ୍ଥିତ ଅଛି ଶ୍ରୀନଗର, ଯାହାକି ଆଗତ ଥିଲା ଜାମ୍ମୁ କାଶ୍ମୀର, ବାକି ଏବେ ତ ଜାମ୍ମୁ କାଶ୍ମୀର କ'ଣ ହେଇଗଲା? ଡିଭାଇଡ଼ ହେଇଗଲା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ, ଗୋଟିଏ ହେଲା ଲାଦାଖ ଆଉ ଗୋଟିଏ ହେଲା କାଶ୍ମୀର। ତ ଶ୍ରୀନଗରଟି ଅଛି କାଶ୍ମୀରରେ, ଆଉ ଜାମ୍ମୁ କାଶ୍ମୀର ଦୁଇଟା ନାହିଁ, କାଶ୍ମୀରରେ ଅଛି। ତାପରେ ମଥୁରା। ମଥୁରା ସହରଟି ଯମୁନା ନଦୀ କୂଳରେ ଅବସ୍ଥିତ। ଯମୁନା ନଦୀ, ଆଉ ଗୋଟେ କ'ଣ ପଢ଼ିଥିଲା? ଯମୁନା ନଦୀ କୂଳରେ, ଯମୁନା ନଦୀ କୂଳରେ ଦିଲ୍ଲୀ ଅଛି, ଯମୁନା ନଦୀ କୂଳରେ ମଥୁରା ଅଛି, ଯମୁନା ନଦୀ କୂଳରେ ଆଗ୍ରା ଅଛି। ତ ମଥୁରା ସହରଟି ଯମୁନା ନଦୀ କୂଳରେ ଅବସ୍ଥିତ ଏବଂ ଏହା ଉତ୍ତରପ୍ରଦେଶ ରାଜ୍ୟର ଅନ୍ତର୍ଭୁକ୍ତ। ତାପରେ କଟକ। କଟକ ସହର କି ଧବଳ ଟଗର କହୁନା, ତ କଟକ ସହର ଆମ ରାଜ୍ୟ ଓଡ଼ିଶାରେ ଅନ୍ତର୍ଭୁକ୍ତ, ଯାହାକି ମହାନଦୀ ନଦୀ ମୁହାଣରେ ଅବସ୍ଥିତ। ମହାନଦୀ କୂଳରେ ଅବସ୍ଥିତ କଟକ। ତାପରେ କୋଲକାତା, ଯାହା ହେଉଛି ଆମର ପଶ୍ଚିମବଙ୍ଗର ରାଜଧାନୀ। କୋଲକାତା ପଶ୍ଚିମବଙ୍ଗ ରାଜ୍ୟର ଅନ୍ତର୍ଭୁକ୍ତ ଏବଂ ଏହା ହୁଗୁଳି ନଦୀରେ ମୁହାଣରେ ଅବସ୍ଥିତ। ଦିଲ୍ଲୀ, ଟିକେ ଆଗରୁ କହୁଥିଲି, ଆମର ରାଜଧାନୀ, ଆମ ଦେଶର ରାଜଧାନୀ ନୂଆଦିଲ୍ଲୀ। ନୂଆଦିଲ୍ଲୀ ଯମୁନା ନଦୀ କୂଳରେ ଅବସ୍ଥିତ ଏବଂ ଦିଲ୍ଲୀ ନିଜେ ହେଉଛି ଗୋଟିଏ କ'ଣ? କେନ୍ଦ୍ରଶାସିତ ଅଞ୍ଚଳ। ତାପରେ ଗୁଆହାଟୀ। ଗୁଆହାଟୀ ସହରଟି ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ ଏବଂ ଗୁଆହାଟୀ ହେଉଛି ଆସାମର। ତାପରେ ପାଟଣା। ପାଟଣା ଯାହାକି ବିହାରର ରାଜଧାନୀ, ବିହାର ରାଜ୍ୟରେ ଅବସ୍ଥିତ ଏବଂ ଏହା ଗଙ୍ଗା ନଦୀ କୂଳରେ ଅଛି ପାଟଣା ମଧ୍ୟ। ତାପରେ ଭୁବନେଶ୍ୱର, ଆମ ରାଜ୍ୟର ରାଜଧାନୀ ବା ଓଡ଼ିଶାର ରାଜଧାନୀ। ତ କେଉଁ ରାଜ୍ୟର? ଓଡ଼ିଶାର। ଏବଂ ଆମର ଭୁବନେଶ୍ୱରଟି କେଉଁ ନଦୀ କୂଳରେ ଅବସ୍ଥିତ? ଦୟା ନଦୀ କୂଳରେ ଅବସ୍ଥିତ ଅଛି। ଏଇଟା ତ ଅଲରେଡ଼ି ଜାଣିଗଲ, ଶ୍ରୀନଗର ଝେଲମ ନଦୀ କୂଳରେ ଏବଂ ଏହା କାଶ୍ମୀରରେ କେନ୍ଦ୍ରଶାସିତ ଅଞ୍ଚଳରେ ଯାଉଛି। ତ ଇଏ ଥିଲା କିଛି ଇମ୍ପୋର୍ଟାଣ୍ଟ ସହର ବା ପ୍ରସିଦ୍ଧ ସହର, ଯାହାକି କେଉଁ ନଦୀ କୂଳରେ ଗଢ଼ି ଉଠିଛି, ତା ସଭ୍ୟତା, ସେହି ବିଷୟରେ ଜାଣିଲା। ତୁମେମାନେ ମଧ୍ୟ ଏପରି ଗୋଟିଏ ସାରଣୀ କରି ମନେ ରଖିଥାଅ। ପରବର୍ତ୍ତୀ ସମୟରେ ଯେଉଁ ବିଭିନ୍ନ ପ୍ରକାର ପରୀକ୍ଷା ଦେବ ତୁମେ, OAVS ଏଣ୍ଟ୍ରାନ୍ସ ହେଉ କି ଆଉ କିଛି ଏଣ୍ଟ୍ରାନ୍ସ ହେଉ, ସେହି ସମୟରେ ଯଦି ପଢ଼ିବ
ताहले एबे मन रखिदेइथिले सेतेबेले तुमको आउ डिफिकल्ट हेबो नाही। तो एपरी आहरी नुआ नुआ वीडियो जानिबा पाई आम यूट्यूब चैनल जीके टाइम जीके टी को जदि सब्सक्राइब करिना हो ताहले गोटे गोटे सब्सक्राइब कर दियो। थैंक यू फॉर वाचिंग दिस वीडियो।